କ'ଣ ଆପଣମାନେ ବି ସବୁବେଳେ ସେ ସେମ୍ ପ୍ରକାର ଚିକେନ୍ କଷା, ଚିକେନ୍ ତରକାରୀ ଖାଇକି ବୋର୍ ହେଇଗଲେଣି କି? ଆସନ୍ତୁ ଆଜି ବନେଇବା ଗୋଟେ ନୂଆ ଷ୍ଟାଇଲ୍‌ର ଚିକେନ୍, ଯାହାର ନାଁ ହେଉଛି ଚିକେନ୍ ମୋଗଲାଇ। ଆକୁ ମୁଁ ବହୁତ ଥର ରେଷ୍ଟୁରାଣ୍ଟରେ ଖାଇଛି ଆଉ ମୋତେ ବହୁତ ହି ବଢ଼ିଆ ଲାଗେ ଇଏ। ତ ମୁଁ ଏଠି ଅଧ କିଲୋ ଚିକେନ୍ ନେଇଛି, ତାକୁ ଭଲ ଭାବରେ ଧୋଇଲା ପରେ ମୁଁ ଏଠି ଅଦା, ରସୁଣ, କଞ୍ଚା ଲଙ୍କା, ଧନିଆ ପତ୍ର, ପୁଦିନା ପତ୍ରର ଗୋଟେ ପେଷ୍ଟ ବନେଇ ନେବି। ଏବେ ଏଠି ଚିକେନ୍‌ରେ ଅଳ୍ପ ଟିକେ ଦହି, ଲୁଣ, ହଳଦୀ, କାଶ୍ମୀରୀ ଚିଲି ପାଉଡ଼ର, ତାପରେ ଗୋଲମରିଚ ଗୁଣ୍ଡ, ସେ ଯେଉଁ ପେଷ୍ଟ ବନେଇଥିଲେ ସେ ପେଷ୍ଟ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା ଆଉ ଚିକେନ୍ ମସଲା ଦେଇକରି ତାକୁ ଭଲ ଭାବରେ ମ୍ୟାରିନେଟ୍ କରିକିରି ଆମେ 15ରୁ 20 ମିନିଟ୍ ଯାଏଁ ରଖିବା। ଯଦି ଆପଣମାନଙ୍କ ପାଖରେ ଟାଇମ୍ ଅଛି ତାହେଲେ ଆପଣମାନେ ଘଣ୍ଟେ ରଖନ୍ତୁ, ବହୁତ ହି ବଢ଼ିଆ ଲାଗିବ। ତ ଏଠି ଆଉ ଗୋଟେ ପ୍ୟାନ୍‌ରେ ମୁଁ କିଛି ପିଆଜକୁ ଭଲ ଭାବରେ ଭାଜି ନେଲି। ବେଶୀ ଭାଜିବେନି, ବାସ୍ ଗୋଲ୍ଡେନ୍ କଲର୍ ହେବା ପର୍ଯ୍ୟନ୍ତ ରଖିବେ। ଏବେ ସେଇ ତେଲରେ ମୁଁ କିଛି ଗୋଟା ଗରମ ମସଲା ଦେଇକି ଚିକେନ୍ ଯେଉଁ ମ୍ୟାରିନେଟ୍ କରି ରଖିଥିଲେ ନା, ତାକୁ ପକେଇକି ଭଲ ଭାବରେ ଆମେ କଷିବା। ପାଖାପାଖି 10 ମିନିଟ୍ ପର୍ଯ୍ୟନ୍ତ କଷିବା ହାଇ ଫ୍ଲେମ୍‌ରେ। ତାପରେ ସେ ପିଆଜ ଭଜାରେ ମୁଁ କିଛି କାଜୁ ଆଉ ଆଲମଣ୍ଡକୁ ବତୁରେଇକି ରଖିଥିଲି, ତାକୁ ପକେଇକି ତାର ଗୋଟେ ପେଷ୍ଟ ବନେଇ ନେବା। ତାପରେ ଚିକେନ୍‌ଟି ଆମର ଭଲସେ କଷି ହେଲା ପରେ ଆମେ ସେଇ ପେଷ୍ଟ ପକେଇକି ଆଉ 5 ମିନିଟ୍ ହାଇ ଫ୍ଲେମ୍‌ରେ ତାକୁ ଭଲ ଭାବରେ କଷି ନେବା। ଏବେ ଅଳ୍ପ ଟିକେ ପାଣି ଦେଇକି ତାକୁ ଆଉ 10 ମିନିଟ୍ ଯାଏଁ ଆମେ ଲୋ ଫ୍ଲେମ୍‌ରେ ଭଲ ଭାବରେ ସିଝିଗଲା ପରେ ଦେଖନ୍ତୁ ଆମର ଚିକେନ୍ ମୋଗଲାଇ ରେଡ଼ି ହେଇଗଲା। ଏବେ ଉପରେ ଆମେ ଅଳ୍ପ ଟିକେ ଧନିଆ ପତ୍ର ଦେଇକି ସର୍ଭ କରିବା। ନିଶ୍ଚୟ